ଜୟ ମା କାଳୀ। ଯଦି ଆପଣଙ୍କର କୌଣସି ଶତ୍ରୁ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି କିମ୍ବା ଆପଣଙ୍କୁ ଗୁଣି କରି ଆପଣଙ୍କୁ ହଇରାଣ କରୁଛି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ସେ ଗୁପ୍ତ ଶତ୍ରୁଟି କିଏ, ମୁଁ ଆଜି ଆପଣଙ୍କୁ ମା କାଳୀଙ୍କର ଗୋଟେ ଉପାୟ କହିବି। ସେହି ଉପାୟ ଦ୍ୱାରା ମାଙ୍କ ଆଶୀର୍ବାଦରୁ ଆପଣ ଆପଣଙ୍କର ସେହି ଗୁପ୍ତ ଶତ୍ରୁର ଚେହେରା ଦେଖିପାରିବେ, ନାଁ ଜାଣିପାରିବେ ଏବଂ ତା ଠିକଣା ମଧ୍ୟ ପାଇପାରିବେ। ଆସନ୍ତୁ ସେ ଉପାୟଟି ଜାଣିବା। ଏହି ଉପାୟଟି ପାଇଁ ଆପଣଙ୍କୁ 5ଟି ଜିନିଷ ସଂଗ୍ରହ କରିବାକୁ ପଡ଼ିବ। 1. 108ଟି କାଗଜ ଲେମ୍ବୁ। ସେହି ଲେମ୍ବୁ ଗୁଡ଼ିକ ପୁରା ହଳଦିଆ ହୋଇଥିବା ଦରକାର ଏବଂ ଲେମ୍ବୁରେ କୌଣସି ଯେମିତି ଦାଗ ନଥିବ। 2. ଲାଲ ସିନ୍ଦୁର। ମନ୍ଦିର ମାନଙ୍କରେ ମା ଠାକୁରାଣୀଙ୍କ ପାଖରେ ମଥାରେ ଯେଉଁ ସିନ୍ଦୁର ଦିଆଯାଏ, ସେହି ଲାଲ ସିନ୍ଦୁର ଆପଣ ଆଣିବେ। 3 ନମ୍ବର ହେଉଛି ଗୋଟେ ବଡ଼ ଛୁଞ୍ଚି। ନମ୍ବର 4 ହେଉଛି ମୋଟା କଳା ସୂତା। 5 ହେଉଛି ତମ୍ବା ଢାଳ ବା ନୋଟା। ଏହି 5ଟି ଜିନିଷ ଆପଣଙ୍କୁ ସଂଗ୍ରହ କରିବାକୁ ପଡ଼ିବ। ଆଉ ଥରେ କହିଦେଉଛି। ନମ୍ବର 1 ହେଉଛି 108ଟି କାଗଜ ଲେମ୍ବୁ, ଯେଉଁ ଲେମ୍ବୁ ଗୁଡ଼ିକ ପୁରା ହଳଦିଆ ହୋଇଥିବ ଏବଂ ଲେମ୍ବୁରେ କୌଣସି ଦାଗ ନଥିବ। ନମ୍ବର 2 ହେଉଛି ଲାଲ ସିନ୍ଦୁର। ମାଙ୍କର ମନ୍ଦିରରେ ଠାକୁରାଣୀଙ୍କ ମଥାରେ ଯେଉଁ ସିନ୍ଦୁର ସବୁ ଦିଆଯାଏ, ମାଙ୍କ ମନ୍ଦିର ମାନଙ୍କରେ ସେଇ ଲାଲ ସିନ୍ଦୁର ଆଣିବେ। ନମ୍ବର 3 ହେଉଛି ଗୋଟେ ବଡ଼ ଛୁଞ୍ଚି। ନମ୍ବର 4 ହେଉଛି ମୋଟା କଳା ସୂତା। ନମ୍ବର 5 ହେଉଛି ତମ୍ବା ଢାଳ ବା ନୋଟା। ଏହି 5ଟି ଜିନିଷ ପ୍ରଥମେ ଆପଣଙ୍କୁ ସଂଗ୍ରହ କରିବାକୁ ପଡ଼ିବ। ଯେକୌଣସି ରବିବାର ଦିନ ଏହି କ୍ରିୟାଟିକୁ ଆପଣ ଆରମ୍ଭ କରିବେ। ରବିବାର ଦିନ 12ଟାରୁ 1 ଭିତରେ ଏହି କାମଟିକୁ ଆରମ୍ଭ କରାଯାଏ। ପ୍ରଥମେ 108ଟି ଲେମ୍ବୁକୁ ଛୁଞ୍ଚି ଦ୍ୱାରା ଓ ମୋଟା କଳା ସୂତା ଦ୍ୱାରା ଏକ ମାଳ ତିଆରି କରନ୍ତୁ। ମାଳଟି କରିସାରିଲା ପରେ ପ୍ରତ୍ୟେକ ଲେମ୍ବୁରେ ଲାଲ ସିନ୍ଦୁର ଲଗାଇ ଦିଅନ୍ତୁ। ଏତିକି କରିସାରିଲା ପରେ ସେହି ରବିବାର ଦିନ ସନ୍ଧ୍ୟାବେଳେ ନିକଟରେ ଥିବା ଯେକୌଣସି କାଳୀଙ୍କ ମନ୍ଦିରକୁ ଯାଆନ୍ତୁ ଓ ସେହି ମନ୍ଦିରରେ ଥିବା ପୂଜକଙ୍କ ମାଧ୍ୟମରେ କାଳୀଙ୍କ ବେକରେ ଏହି ଲେମ୍ବୁ ମାଳଟିକୁ ଝୁଲାଇ ଦିଅନ୍ତୁ। ତାପରେ ଲେମ୍ବୁ ମାଳଟି ଝୁଲାଇ ସାରିବା ପରେ ଗୋଟିଏ ଦୀପ ଜାଳନ୍ତୁ। ଦୀପ ଜାଳିଲା ପରେ ମାଙ୍କ ନିକଟରେ ନିଜର ମନ କଥା ଜଣାନ୍ତୁ। କିଏ ଦୁଷ୍ଟ ବ୍ୟକ୍ତି ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ର ପ୍ରୟୋଗ କରି ଆପଣଙ୍କୁ ହଇରାଣ କରୁଛି କିମ୍ବା କିଏ ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି, ତାର ପ୍ରକୃତ ପରିଚୟ ଚେହେରା ଯେମିତି ମା ଆପଣଙ୍କୁ ଦେଖାଉ। ଏହି କଥା ମାଙ୍କୁ କହିସାରି ସେଠୁ ଏକମୁହାଁ ହୋଇ ଆପଣ ପଳାଇ ଆସନ୍ତୁ। ଏମିତିକି ପଛପଟକୁ ବୁଲିକି ମାଙ୍କୁ ମଧ୍ୟ ଚାହିଁବେ ନାହିଁ। ସେଇଠୁ ଏକମୁହାଁ ହୋଇ ଘରକୁ ଆସନ୍ତୁ। ଘରକୁ ଆସିଲା ପରେ ଗୋଡ଼ ହାତ ମୁହଁ ପ୍ରଥମେ ଧୋଇ ଦିଅନ୍ତୁ। ଧୋଇ ସାରିଲା ପରେ ଆପଣ ଗୃହ ପ୍ରବେଶ କରନ୍ତୁ। ସେହି ଦିନ ରାତିରେ ବା ସେହି ରବିବାର ଦିନ ରାତିରେ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି, ତମ୍ବା ଢାଳରେ ସ୍ୱଚ୍ଛ ପାଣି ଭର୍ତ୍ତି କରି ଆଣନ୍ତୁ। ସେହି ପାଣିରେ ନିଜ ମୁହଁକୁ ପ୍ରଥମେ ଦର୍ଶନ କରନ୍ତୁ। ଯେଉଁଠାରେ ଆପଣ ଶୋଉଛନ୍ତି ତାହାର ବାମ ପଟରେ ବା ଯେଉଁଠାରେ ମୁଣ୍ଡ ରଖୁଛନ୍ତି, ଯେଉଁଠାରେ ମୁଣ୍ଡ ରଖି ଶୋଉଛନ୍ତି ସେହି ମୁଣ୍ଡର ବାମ ପଟରେ ଢାଳଟିକୁ ରଖିଦିଅନ୍ତୁ କି ରାତି ସାରା ଶୋଇପଡ଼ନ୍ତୁ। ଶୋଇଲା ବେଳେ ମା କାଳୀଙ୍କୁ ସ୍ମରଣ କରନ୍ତୁ ଓ ମୁଣ୍ଡିଆ ମାରି ମାଙ୍କୁ ନିଜ ମନ କଥା କୁହନ୍ତୁ। ଯେଉଁ ବ୍ୟକ୍ତି ଆପଣଙ୍କୁ ହଇରାଣ କରୁଛି ତାର ଦର୍ଶନ ପାଇଁ ଏବଂ ତା ନାମ ଜାଣିବା ପାଇଁ ମାଙ୍କ ପାଖରେ ଗୁହାରି ଜଣାନ୍ତୁ। ତା ପରଦିନ ସକାଳୁ ଉଠି ବା ସୋମବାର ଦିନ ସକାଳୁ ଉଠି ଆପଣ ପ୍ରଥମେ ନିତ୍ୟକ୍ରମ ସାରନ୍ତୁ। ନିତ୍ୟକ୍ରମ ସାରିକି ସ୍ନାନ ଶୌଚ ହୋଇଯାଆନ୍ତୁ। ସ୍ନାନ ଓ ଶୌଚ ହୋଇସାରିଲା ପରେ ସେହି ଢାଳଟିକୁ ଯେଉଁଠି ରଖିଥିଲେ, ଆପଣ ସେହି ଢାଳଟିକୁ ଯାଇକରି ବିନା ଦେଖିକରି ଅର୍ଥାତ୍ ଢାଳଟିକୁ ନ ଦେଖିକି ଡାହାଣ ହାତରେ ନେଇକି ଆପଣଙ୍କ ଘର ପାଖରେ ଥିବା ଯେକୌଣସି ଅଶ୍ୱତ୍ଥ ଗଛ ମୂଳେ ପାଣିକୁ ଢାଳି ଦିଅନ୍ତୁ। ତାପରେ ଆପଣ ଢାଳର ଦର୍ଶନ କରିପାରନ୍ତି। କିନ୍ତୁ ସକାଳୁ ଉଠି ପାଣି ଢାଳିବା ପର୍ଯ୍ୟନ୍ତ ଢାଳର ଦର୍ଶନ ଆପଣ କରିବେ ନାହିଁ। ସୋମବାର ଦିନ ସକାଳେ ପାଣି ଢାଳି ସାରିବା ପରେ ସେହିଦିନ ରାତିରେ ମଧ୍ୟ ଢାଳରେ ସ୍ୱଚ୍ଛ ପାଣି ଭର୍ତ୍ତି କରି ମୁଣ୍ଡର ବାମ ପଟେ ରଖନ୍ତୁ ଏବଂ ତା ପରଦିନ ସକାଳୁ ବା ମଙ୍ଗଳବାର ଦିନ ସକାଳୁ ଉଠି ଅଶ୍ୱତ୍ଥ ଗଛ ମୂଳେ ପାଣି ଢାଳନ୍ତୁ। ଆପଣ ଏହି କ୍ରିୟାଟିକୁ 7 ଦିନ ପର୍ଯ୍ୟନ୍ତ କରନ୍ତୁ। ଆପଣ 7 ଦିନ ଭିତରେ ଦେଖିବେ ମା କାଳୀଙ୍କ କୃପା ବଳରେ ଯଦି ଆପଣଙ୍କ ମାଙ୍କ ପ୍ରତି ଭକ୍ତି ରହିଥିବ, ସେଇ ଯେଉଁ ଆପଣଙ୍କର ଗୁପ୍ତ ଶତ୍ରୁ ଅଛନ୍ତି ତାର ଚେହେରାଟି ଆପଣଙ୍କ ସାମ୍ନାକୁ ଚାଲି ଆସିବ ଏବଂ ତାର ନାଁ ଗାଁ ଠିକଣା ମଧ୍ୟ ଆପଣଙ୍କ ସାମ୍ନାକୁ ଚାଲି ଆସିବ। କେଉଁ ମାନଙ୍କୁ ଦିନେ ବା 2 ଦିନରେ ଏହାର ଫଳପ୍ରାପ୍ତି ହୋଇଯାଇଥାଏ ଓ କେଉଁମାନଙ୍କୁ 3ରୁ 4 ଦିନ ଲାଗିଥାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯଦି 2-3 ଦିନ ମଧ୍ୟରେ ଆପଣଙ୍କୁ ଫଳ ମିଳିଯିବ, ତେବେ ଏହି କ୍ରିୟାଟି କ'ଣ ଆପଣ 7 ଦିନ କରିବେ?
ଏହାର ଉତ୍ତର ହେଉଛି ହଁ, ଆପଣ 7 ଦିନ ପର୍ଯ୍ୟନ୍ତ ଏହି କ୍ରିୟାଟିକୁ କରିବେ। କାରଣ ଆପଣ ମାଆଙ୍କ ପାଖରେ ଯେହେତୁ ମନାସିକି ଆସିଛନ୍ତି ଏହି କ୍ରିୟାଟିକୁ କରିବେ ବୋଲି, ଆପଣଙ୍କର ଫଳ ମିଳିଲା ପରେ ମଧ୍ୟ ଆପଣ 7 ଦିନ ଏହାକୁ କଣ୍ଟିନ୍ୟୁ କରିବେ। 7 ଦିନ ଏ କ୍ରିୟାଟିକୁ କରିସାରିଲା ପରେ, ଅର୍ଥାତ୍ ଆପଣ ରବିବାର ଠାରୁ ଆରମ୍ଭ କରୁଛନ୍ତି ଓ ଶନିବାର ଦିନ ଶେଷ ହେବ। ଶନିବାର ଶେଷ ହେଲା ପରେ ଆପଣ ମାଆଙ୍କ ମନ୍ଦିରକୁ ଯିବେ। ସେଠି ଆପଣ ପୂଜାରୀଙ୍କ ମାଧ୍ୟମରେ ଷୋଡ଼ଶ ଉପଚାର ପୂଜା ମାଆଙ୍କର କରିବେ ଓ ପୂଜା ସମ୍ପୂର୍ଣ୍ଣ କରିସାରିଲା ପରେ ମାଆଙ୍କ ପାଖରେ ଭୋଗ କରିବେ ଓ ସେହି ଭୋଗକୁ ସେଠାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାଣ୍ଟି ଦେବେ ଓ ନିଜେ ମଧ୍ୟ ପାଇବେ। ତାପରେ ମାଆଙ୍କ ପାଖରେ ଦୀପ ଜାଳିବେ ଓ ମୁଣ୍ଡିଆ ମାରିବେ। ମୁଣ୍ଡିଆ ମାରିଲା ବେଳେ ମାଆଙ୍କ ପାଖରେ କହିବେ, ମୁଁ ଯେଉଁ ଉଦ୍ଦେଶ୍ୟରେ ଆସିଥିଲି ତାହା ମୋର ପୂର୍ଣ୍ଣ ହୋଇଛି। ଏତିକି ଆପଣ କରିସାରିକି ଆସିବେ। ତେବେ ଆପଣ ଯେତେବେଳେ ଏ କ୍ରିୟାଟିକୁ କରିବେ, ସେଭଳି ଗଭୀର ବିଶ୍ୱାସ କରିବି ଯଦି କରିବେ, ତେବେ ମାଆଙ୍କ ଆଶୀର୍ବାଦରୁ ନିଶ୍ଚିନ୍ତ ଭାବରେ ଆପଣ ଏଥିରେ ସଫଳ ହେବେ ଓ ମାଆଙ୍କ କୃପାରୁ ଆପଣ ଆପଣଙ୍କ ଶତ୍ରୁର ଚେହେରାଟି, ତା ନାଁ ଆଉ ତା ଠିକଣା ମଧ୍ୟ ପାଇପାରିବେ। ଜୟ ମା କାଳୀ।